ନାରୀ ହିଁ ନାରୀର ଶତ୍ରୁ। ଏକ ଶିକ୍ଷାପ୍ରଦ କାହାଣୀ। ଅଫିସ ଯିବାକୁ ବାହାରୁଥାଏ। ହଠାତ୍ ଶାଶୁଙ୍କ ଗର୍ଜନ ଶୁଣି ମୋ ପାଦ ଅଟକିଗଲା। ଶାଶୁ ବଡ଼ଜାଙ୍କ ଉପରେ ଗର୍ଜନ କରୁଥିଲେ। ତତେ କ'ଣ ଜଣାପଡ଼ୁନି? ଝିଅଟା ମୋର କେତେବେଳୁ ଆସିଲାଣି। ତାର ଖାଇବା ପିଇବା କଥା ନ ବୁଝି ଆସି ଏଠି ଗେହ୍ଲା ପୁଅକୁ ଧରି ବସିଛୁ। ପୁଅ ସୁହାଗିଆ ଦେଖଉଛି। ଅପା ଡରି ଡରି କହିଲେ, ନା ବୋଉ, ପୁଅର ଦେହଟା ଭଲ ନାହିଁ ତ ସେ ମୋତେ ଛାଡ଼ୁନି, ସେଥିପାଇଁ। ହେ, ଛାଡ଼ ସେ ବାହାନା। ଶୀଘ୍ର ଯା, ଶିଖାର ଖାଇବା ବ୍ୟବସ୍ଥା କରିବୁ। ଅପାଙ୍କ ଆଖି ଲୁହ ଛଳ ଛଳ ହେଇଯାଇଥିଲା। ମୁଁ ଯାଇ ଓମର ମଥାରେ ହାତ ପକେଇ ଦେଖେ ତ ଜ୍ୱରରେ ତା ଦେହ ପୂରା ଖଇ ଫୁଟୁଥିଲା। ସେ ଅପାଙ୍କୁ ତା ପାଖରୁ ଯିବାକୁ ଦେଉନଥିଲା। ଶାଶୁଙ୍କର ଅମାନବିକ ସ୍ୱଭାବ ଦେଖି ମୋ ଦେହରେ ନିଆଁ ଲାଗିଗଲା। ମୁଁ କହିଲି, ବୋଉ, ପିଲାଟା ଜ୍ୱରରେ ଛଟପଟ ହେଉଛି। ତମର କ'ଣ ଟିକେ ଦୟାମାୟା ନାହିଁ? ଆଉ ଅଧିକ କିଛି କହିବା ପୂର୍ବରୁ ଅପା ମୋତେ ଆଖିର ଇସାରା ଦେଖେଇ ଚୁପ୍ ରହିବାକୁ କହିଲେ। ତାପରେ ସେ ପଳେଇଲେ। ମୁଁ ମୋ ରୁମ୍କୁ ଯାଇ ମେଡ଼ିସିନ ଡବାଟା ନେଇ ଆସିଲି। ଆଉ ଓମ୍କୁ ବହୁ କଷ୍ଟରେ ଆପେଲଟି ଖୁଆଇ ଦେଇ ମେଡ଼ିସିନ ଦେଇ ଶୁଆଇଦେଲି। ସେ ଟିକେ ଶୋଇପଡ଼ିଲା ପରେ ମୁଁ ଲେଟ୍ରେ ଅଫିସ ବାହାରି ପଡ଼ିଲି। କିନ୍ତୁ ମନଟା ମୋର ଭାରି ଅସ୍ତବ୍ୟସ୍ତ ହେଉଥିଲା। ଅପା ନିରୀହ ବୋଲି ଶାଶୁ ତାଙ୍କ ଉପରେ କେତେ ଅତ୍ୟାଚାର କରୁଛନ୍ତି। ଶାନ୍ତିରେ ଟିକେ ତାଙ୍କୁ ବଞ୍ଚିବାକୁ ମଧ୍ୟ ଦେଉନାହାନ୍ତି। ନଣନ୍ଦେଇ ପାଖରେ ଚାକିରି କରୁଥିବାରୁ ଝିଅ ଜ୍ୱାଇଁ ପାଖରେ ଘର ଭଡ଼ା ନେଇ ରହୁଛନ୍ତି। ଅଧାରୁ ଅଧିକ ସମୟ ନଣନ୍ଦ ଘରେ ରୋଷେଇ କରନ୍ତିନି। ଯେତେବେଳେ ଦେଖିବ ବାପ ଘରେ ତାଙ୍କର ସବୁ ବ୍ୟବସ୍ଥା। ସେଥିରେ କାହାର ଆପତ୍ତି ନାହିଁ। ବାପଘର ଝିଅ ତ, ଆସିଲେ କ'ଣ ହେଲା? କିନ୍ତୁ ଆପତ୍ତି ତ ଏଥିରେ ଯେ ସେ ବହୁତ କଳିହୁଡ଼ି, କପଟୀ। ଘର ଭାଙ୍ଗି କହିଲେ ମଧ୍ୟ ଅତ୍ୟୁକ୍ତି ହେବନି। ସବୁବେଳେ ମା'କୁ ବତେଇ ଶିଖେଇ ଘରେ ଝଗଡ଼ା ଲଗାଏ। ନିଜେ ମହାରାଣୀ ପରି ସଜେଇ ହେଇ ରହେ। କୌଣସି କାମରେ ସାହାଯ୍ୟ କରେନି। କିନ୍ତୁ ଫରମାଇଶ କହିଲେ ନ ସରେ। ଶାଶୁ ମଧ୍ୟ ଝିଅ ପ୍ରେମରେ ଅନ୍ଧ। ରାତିକି ସେ ଦିନ କହିଲେ ବି ହଁ। ହେଲେ ଏସବୁ ଭିତରେ ଅପା ପେଶି ହେଇଯାଉଥିଲେ। ସ୍ୱାଧୀନ ଭାବେ ବଞ୍ଚିବା ସେ ଭୁଲି ଯାଇଥିଲେ। ତାଙ୍କ ମୁହଁରୁ ହସ ଯେମିତି ଲିଭି ଯାଇଥିଲା। ମୋ କଥା ଟିକେ ଅଲଗା। ମୁଁ ଆଉ ଅମିତ ଲଭ୍ ମ୍ୟାରେଜ କରିଥିଲୁ। ମୁଁ ଉଚ୍ଚପଦସ୍ଥ ସରକାରୀ ଚାକିରି କରେ। ଅମିତ କହିଥିଲେ ଆଗରୁ ଯେ ତାଙ୍କ ମା' ଟିକେ କଡ଼ା ମିଜାଜର। ମୁଁ ମଧ୍ୟ ସ୍ପଷ୍ଟବାଦୀ ଥିଲି। ସେଥିପାଇଁ ପ୍ରଥମେ ଶାଶୁଘର ଲୋକ ଏ ବାହାଘରରେ ରାଜି ନଥିଲେ। କିନ୍ତୁ ଅମିତ ଘରର ସାନ ପୁଅ ଥିବାରୁ ତାଙ୍କ ଜିଦ୍ ଆଗରେ କାହା କଥା ରହିଲାନି। ଶେଷରେ ଆମର ବାହାଘର ହେଲା। ବାହାଘର ପରେ ଜାଣିଲି ଯେ ଶାଶୁଙ୍କ ପ୍ରକୃତି ବହୁତ ଜଟିଳ। ସେ ଅତି ଲୋଭୀ। ପରଚର୍ଚ୍ଚା, ପରନିନ୍ଦା ତାଙ୍କର ନିତିଦିନିଆ କାମ। ଆଉ କଥା କଥାକେ ଡରେଇବା, ଧମକେଇବା ଯେମିତି ତାଙ୍କର ସଉକ। ମୁଁ ପ୍ରଥମେ ନିଜକୁ ବହୁତ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଥିଲି। ଯାହା ହେଲେ ମୁଁ ଏବେ ଶାଶୁଘରର ବୋହୂ। ଅପା ମଧ୍ୟ ବହୁତ ଭଲ ଥିଲେ। ବିନା ପ୍ରତିବାଦରେ ତାଙ୍କୁ ମୁଁ ଘରର ସବୁ କାମ କରୁଥିବାର ଦେଖୁଥିଲି। ଏମିତିକି ସେ ମୋତେ ମଧ୍ୟ କିଛି କାମ କରିବାକୁ ଦେଉନଥିଲେ। ମୁଁ ବାଧ୍ୟ କଲେ କହୁଥିଲେ, ତୁ କେତେ କାମ କରିବୁ? ଅଫିସରେ ଦିନସାରା କାମ କରୁଛୁ। ପୁଣି ଘରକୁ ଆସିଲେ ଯଦି କାମ ଚିନ୍ତା କରିବୁ, ତୋ ଦେହ ଖରାପ ହେଇଯିବ। ତୁ ରେଷ୍ଟ କରେ। ମୁଁ ଅଛି ନା, ସବୁ କାମ ହେଇଯିବ। ତୁ ବ୍ୟସ୍ତ ହେନା। ଅପାଙ୍କ ଏମିତି ସ୍ନେହଭରା କଥା ଶୁଣିକି ମୋତେ ଯେମିତି ଲାଗେ ସେ ମୋର ମା'। ମୁଁ ସବୁ ଦୁଃଖ ଭୁଲିଯାଏ। ତଥାପି ତାଙ୍କ କଥା ନ ଶୁଣିକି କାମରେ ମୁଁ ତାଙ୍କୁ ସାହାଯ୍ୟ କରେ। ଦିନେ ମୁଁ ରୁମ୍ରେ ଥାଏ। ନଣନ୍ଦ ମୋ ରୁମ୍କୁ ଆସିଲେ। କହିଲେ, ଭାଉଜ, ତମ ଗଡରେଜଟା ଖୋଲିଲ, ଦେଖିବା କ'ଣ ସବୁ ଶାଢ଼ୀ ରଖିଛ। ମୁଁ କହିଲି, ଠିକ୍ ଅଛି, ନିଅ ଦେଖ।
ତାପରେ ସେ ଗୋଟି ଗୋଟି କରି ଶାଢ଼ୀ ତଳେ ଗଦା କରି ପକେଇଲେ। ମୁହଁକୁ ବିକୃତ କରି କହିଲେ, ଏ ହେ, ଇଏ ସବୁ କି ଶାଢ଼ୀ ରଖିଛ? ଚାକିରି କରିଛ, ହେଲେ ଶାଢ଼ୀ ଗୋଟେ ଭଲ ନାହିଁ। ଏ ଶାଢ଼ୀ ଗୁଡ଼ାକ ତ ଚାକରାଣୀ ମଧ୍ୟ ପିନ୍ଧିବନି। ମୋତେ ବହୁତ ଖରାପ ଲାଗୁଥିଲା। ମୋର ସବୁ ଶାଢ଼ୀ ଦାମୀ ଥିଲା। ଅଥଚ ମୁଁ କିଛି କହିଲିନି। ହେଲେ ସେ କହିଲେ ମୋର ଗୋଟେ ଗୋଟେ ଶାଢ଼ୀ ବେଷ୍ଟ। ତାପରେ ସେ ଗୋଟେ ଦାମୀ ସମ୍ବଲପୁରୀ ଶାଢ଼ୀକୁ ପାଟକୁ ଧରି କହିଲେ, ହଁ, ଏଇ ଶାଢ଼ୀଟା ଟିକେ ଭଲ ଲାଗୁଛି। ମୁଁ ଏଇଟା ନେଉଛି, ପିନ୍ଧିବି। ମୋତେ ଭଲ ମାନିବ। ମୁଁ କିନ୍ତୁ ସେତେବେଳକୁ ଅପମାନ ଆଉ ରାଗର ଜ୍ୱାଳାରେ ଜଳୁଥିଲି। କାରଣ ମୁଁ ଥିଲି ସ୍ୱାଭିମାନୀ ଆଉ ସ୍ପଷ୍ଟବାଦୀ। ଅନ୍ୟାୟ ସହିବା ମୋ ପାଇଁ ଅସମ୍ଭବ ଥିଲା। ମୁଁ ସିଧା ତା ହାତରୁ ଶାଢ଼ୀଟା ଭିଡ଼ି ଆଣିଲି। ନଣନ୍ଦ ଆଶ୍ଚର୍ଯ୍ୟ ଆଉ ରାଗରେ ମୋ ଆଡ଼େ ଚାହିଁଥିଲା। ମୁଁ କହିଲି, ଦେଖ, ମୋ ଶାଢ଼ୀ ତ ଚାକରାଣୀ ପିନ୍ଧିବା ପାଇଁ ଯୋଗ୍ୟ ନୁହଁ। ତେବେ ତମେ କେମିତି ପିନ୍ଧିବ? ଆଉ ଏଇ ଶାଢ଼ୀଟା ମୋର ପସନ୍ଦ। ମୁଁ ଚାକରାଣୀକୁ ହୁଏତ ଦେଇପାରେ, କିନ୍ତୁ ତମକୁ ନୁହଁ। ଶାଶୁ ମଧ୍ୟ ସେତେବେଳକୁ ଆମ ଯୁକ୍ତି ତର୍କ ଶୁଣି ସେଠିକୁ ପଳେଇ ଆସିଥିଲେ। କହିଲେ, କିଲୋ, ହେଇ ତୋର ତ କମ୍ ସାହସ ନାହିଁ। ତୁ ମୋ ଝିଅକୁ ଏତେ କଥା ଶୁଣେଇବାକୁ ସାହସ କଲୁ କେମିତି? ଯଦି ତୋର ଏଇ ଘରେ ରହିବାର ଅଛି, ତାହେଲେ ମୋ ଝିଅକୁ କ୍ଷମା ମାଗ, ନହେଲେ ଏଇ ଘରୁ ବାହାରି ଯା। ମୁଁ ମଧ୍ୟ ଚୁପ୍ ରହିଲିନି। କହିଲି, ଦେଖ ଶାଶୁମା, ଏଇ ଘରେ ମୋର ମଧ୍ୟ ରହିବାର ଅଧିକାର ଅଛି। ବରଂ ଆପଣଙ୍କ ଝିଅକୁ କୁହନ୍ତୁ, ଏଠି ଏମିତି ସବୁଦିନ ଯାତ୍ରା ନ କରି ନିଜ ଘର ସମ୍ଭାଳିବାକୁ। ଶାଶୁମା ରାଗିକି କହିଲେ, ଏଇ ଘର ମୋର। ମୁଁ ନିଷ୍ପତ୍ତି ନେବି ଏଠି କିଏ ରହିବ, କିଏ ନ ରହିବ। ତୁ କାଲିର ଆସିଥିବା ଝିଅ, ମୋତେ ଶିଖେଇବୁ ମୋ ଝିଅ ଏଠିକି ଆସିବ କି ନାହିଁ? ଅପା ତାପରେ ଆସିକି ମୋତେ ବୁଝେଇଲେ। ମୋ ସ୍ୱାମୀ ମଧ୍ୟ ମୋତେ ଚୁପ୍ କରେଇଲେ। ମୁଁ କିନ୍ତୁ ସିଧା ସିଧା କହିଦେଲି, ମୁଁ ଏସବୁ ବାଜ୍ୟ କଥା ସହିପାରିବିନି। ପରେ ନଣନ୍ଦ ଆସିଲେ ମୋ ହାତରୁ ଆଉ ପାଣି ମଧ୍ୟ ପିଉନଥିଲା। ଅବଶ୍ୟ ଅପା ମୋତେ କହିଥିଲେ, ତୁ ଶାଢ଼ୀଟା ଦେଇଦେଲୁନି, ଏତେ ଝଗଡ଼ା କ'ଣ ଦରକାର ଥିଲା? ହଁ ଅପା, ଶାଢ଼ୀଟା ଦେବାରେ ମୋର କୌଣସି ଅସୁବିଧା ନଥିଲା। କିନ୍ତୁ ସେ ଯେଉଁଭଳି ବ୍ୟବହାର କଲେ ସେଟା ଠିକ୍ ନଥିଲା। ଆଉ ମୁଁ ଏଭଳି ଅସଭ୍ୟ କଥା ଜମା ସହିପାରେନି। ହେଲେ ଅପା, ତମେ କେମିତି ଏତେ କଥା ସହିଯାଉଛ? ଅପା କିଛି କହିଲେନି। ମୋର କାମ ଅଛି କହି ପଳେଇଲେ। ହେଲେ ଅପାଙ୍କ କଷ୍ଟ ମୁଁ ବୁଝିପାରୁଥିଲି। ମନ ମୋର ଅଫିସରେ ଜମା ଲାଗୁନଥିଲା। ଛୁଟି ହେଲା ପରେ ଘରକୁ ଫେରି ସିଧା ଅପାଙ୍କ ରୁମ୍ ଆଡ଼େ ଗଲି ଓମ୍କୁ ଦେଖିବା ପାଇଁ। ଓମ୍ର ଜ୍ୱର ଏବେ ମଧ୍ୟ ଛାଡ଼ି ନଥିଲା। ଭାଇ ତ ନିଜ କାମରେ ଏତେ ବ୍ୟସ୍ତ ଯେ ପିଲା ସ୍ତ୍ରୀ କେମିତି ଅଛନ୍ତି, ସେମାନଙ୍କର କ'ଣ ଦରକାର, ସେଥିପ୍ରତି ତାଙ୍କର କିଛି ଧ୍ୟାନ ନଥାଏ। ଓମ୍ ପାଣି ପାଣି ହେଉଥାଏ। ମୁଁ ରୋଷେଇ ଘରକୁ ଧାଇଁଗଲି। ଅପା ମାଛ ଭାଜୁଥିଲେ। ମୋତେ ରାଗ ଲାଗିଲା। ଅପା, ପିଲାଟା ସେପଟେ ଛଟପଟ ହେଉଛି, ଆଉ ଏପଟେ ତମର ରୋଷେଇ ଚିନ୍ତା। ତମେ ମା ନା ଆଉ କ'ଣ? ଏତେ ଶୀଘ୍ର ଆଜି ରୋଷେଇ କ'ଣ ପାଇଁ? ରାତି ତ ଅଛି, ପରେ ମଧ୍ୟ ହେଇପାରିବ। ଜୋଇଁ ମାଛ ଖାଇବାକୁ ଇଚ୍ଛା କରିଛନ୍ତି, ସେଥିପାଇଁ ଶୀଘ୍ର ଭାଜିଦେଲେ ଶିଖା ନେଇକି ଯିବେ। ମୋ ରାଗ ଆହୁରି ବଢ଼ିଲା। କ'ଣ, ଜୋଇଁଙ୍କର ଯଦି ଏତେ ଇଚ୍ଛା ମାଛ ଖାଇବାକୁ, ତାହେଲେ ଶିଖା ନିଜେ ରାନ୍ଧୁନାହାନ୍ତି, ନଚେତ୍ ଶାଶୁମା ରାନ୍ଧିକି ଦିଅନ୍ତୁ। ତମେ କ'ଣ ସେମାନଙ୍କ ଠିକା ନେଇଛ? ଅପା ମୋତେ ବାରମ୍ବାର ଚୁପ୍ କରଉଥିଲେ। ମୁଁ କିନ୍ତୁ କହି ଚାଲିଥିଲି, କେଡ଼େ ଅମାନବିକ ଲୋକମାନେ ଏଗୁଡ଼ା। ଓମ୍ କ'ଣ ଶାଶୁମାଙ୍କର କିଛି ନୁହଁ? ତା ଦେହ ଚିନ୍ତା କରିବା କ'ଣ ତାଙ୍କର ଦାୟିତ୍ୱ ନୁହଁ? ଶାଶୁମାଙ୍କ କାନରେ ପଡ଼ିଲା କି କ'ଣ, ସେ ଦୁମ୍ ଦୁମ୍ ହେଇ ମୋ ଆଡ଼େ ମାଡ଼ି ଆସିଲେ। ମୁଁ କିନ୍ତୁ ତାଙ୍କୁ ଖାତିର ନ କରି ଓମ୍ ପାଇଁ ପାଣି ନେଇ ରୁମ୍କୁ ଗଲି। ତାପରେ ଅମିତଙ୍କ ସହ ମିଶି ଓମ୍କୁ ଡାକ୍ତର ପାଖକୁ ନେଇଗଲୁ।
ଜଣାପଡ଼ିଲା ଓମ୍କୁ ବ୍ରେନ୍ ମ୍ୟାଲେରିଆ ହେଇଛି। ମେଡ଼ିସିନ ନେଇ ଘରକୁ ଫେରିଲୁ। ଓମ୍ର ସବୁ ଦାୟିତ୍ୱ ମୁଁ ନେଲି। ସିଏ ଟିକେ ସୁସ୍ଥ ଅନୁଭବ କରୁଥିଲା। ଶାଶୁମା ସେଦିନ ଅମିତକୁ ଡାକି କହିଲେ, ଶୁଣ, ତୁ ତୋ ସ୍ତ୍ରୀକୁ ନେଇକି ଘରୁ ପଳା। ସିଏ ଏଠି ରହିପାରିବନି। ସବୁବେଳେ ସେ କିଏ? ମୋ ବିରୋଧରେ କହୁଛି। ଶିଖା ଏ ଘରର ଝିଅ। ତାର ସମ୍ପୂର୍ଣ୍ଣ ଅଧିକାର ଅଛି ଏ ଘରେ। ସେ ଯାହା କହିବ ସେସବୁ ତମ ସ୍ତ୍ରୀମାନଙ୍କୁ ମାନିବାକୁ ପଡ଼ିବ, ନଚେତ୍ ନିଜ ବ୍ୟବସ୍ଥା ନିଜେ କର। ଅମିତ ମଧ୍ୟ ଓମ୍ର ଅବସ୍ଥା ଦେଖି ଦୁଃଖୀ ହେଇଯାଇଥିଲେ। ସେ ତାଙ୍କ ଭାଉଜ ମଧ୍ୟ କେତେ ନିର୍ଯାତନା ପାଉଛନ୍ତି ଜାଣିଥିଲେ। ସେଥିପାଇଁ ମୁହଁ ଖୋଲିକି କହିଲେ, ହଁ, ମିତା ତ କିଛି ଭୁଲ କହୁନି। ତୁ ଶିଖାକୁ ମୁଣ୍ଡରେ ଚଢ଼େଇଛୁ, ସେଥିପାଇଁ ସେ ନିଜର ମର୍ଯ୍ୟାଦା ଭୁଲି ଯାଇଛି। ଭାଉଜମାନେ ମଧ୍ୟ ମଣିଷ, କାହା ଘରର ଝିଅ। ସେମାନଙ୍କର ମଧ୍ୟ ମନ ଅଛି, ସ୍ୱାଧୀନ ଭାବେ ବଞ୍ଚିବାର ହକ୍ ଅଛି। ସେମାନେ ଘରର ବୋହୂ ବୋଲି କ'ଣ ସେମାନଙ୍କୁ ତୁ ଚାକରାଣୀ ତୁଚ୍ଛ ବ୍ୟବହାର କରିବୁ? ଶାଶୁମା ରାଗିକି ଅମିତ ଗାଲରେ ଜାବଡ଼ାଟେ ଲଗେଇଲେ। ଅମିତ କହିଲେ, ତୋର ହକ୍ ଅଛି ମୋତେ ବାଡ଼େଇବାର, କିନ୍ତୁ ମୋର ଏଇଟା ଶେଷ ନିଷ୍ପତ୍ତି। ମୁଁ ଆଜି ଘର ଛାଡ଼ି ବାହାରକୁ ଯାଉଛି। ହଁ ହଁ, ତୁ ଯା ଯା। କିଏ କହୁଛି ତୋତେ ରହିବାକୁ? ସ୍ତ୍ରୀ ସୁହାଗ ତୋତେ ମୂର୍ଖ କରିସାରିଲାଣି। ଶିଖା କହିଲା, ତୁ ଏତେ ଦିନରେ ଗୋଟେ କାମ ଠିକ୍ କରିଛୁ ବୋଉ। ଏମାନଙ୍କୁ ସତରେ ଘରୁ କାଢ଼ିଦେବା ଉଚିତ। ହଁ, ଶାଶୁ ଶ୍ୱଶୁରଙ୍କ ସେବା କରିବେନି, ନଣନ୍ଦକୁ ସ୍ନେହ କରିବେନି, ଆଉ କ'ଣ ଏଠି ବସିକି ଖାଇବାକୁ ଆସିଛନ୍ତି ନା କ'ଣ? ହଁ ହଁ, ତୁ ଠିକ୍ କହିଛୁ ଶିଖା। ଯାହା ହେଲେ ପର ଝିଅ ପର। ସେମାନଙ୍କର ଏଠି କୌଣସି ଅଧିକାର ନାହିଁ। ମୋର ଯାହା ସେଥିରେ କେବଳ ତୋର ଅଧିକାର। ତୁ ଯାହା କହିବୁ ସେୟା ହେବ। ଏମାନେ କିଏ? ବାହାରି ଯାଅ ସବୁ ମୋ ଘରୁ। ସେତେବେଳେ ବଡ଼ ଭାଇ ଘରକୁ ଫେରିଥାନ୍ତି। ସେ ସବୁ କଥା ଶୁଣିଲେ। ତଥାପି ଶିଖାକୁ କିଛି କହିଲେନି। ଅପା ଆମ 2 ଜଣଙ୍କୁ ବୁଝେଇଲେ। ମୁଁ କିନ୍ତୁ ଓଲଟା ପ୍ରଶ୍ନ କଲି ଅପାଙ୍କୁ, ଅପା, ତମର ଏତେ ସମର୍ପଣର ଲାଭ କ'ଣ? ଏଇ ଘର ପାଇଁ ତମେ ନିଃସ୍ୱାର୍ଥପର ଭାବରେ ଖଟୁଛ, ଅଥଚ ତମର ଏଠି ସ୍ୱାଭିମାନର ସହ ବଞ୍ଚିବାର ହକ୍ ନାହିଁ। କାଲି ବୋଉ ତମକୁ ତାଙ୍କ ସ୍ୱାର୍ଥ ପୂରଣ ପରେ ଘରୁ କାଢ଼ିଦେବେ। ତମେ କରିବ କ'ଣ? ଅପା, ଅନ୍ୟାୟର ପ୍ରତିବାଦ ନ କଲେ ତମେ ସେମାନଙ୍କର ଅତ୍ୟାଚାର ଦିନକୁ ଦିନ ବଢ଼ି ଚାଲିବ। ଅମିତ ଆଉ ଭାଇ ବୋଉଙ୍କ ସେବାରେ କୌଣସି କମି ରଖିନାହାନ୍ତି। ଭାଇ ତ ତାଙ୍କର ପୁରା ଦରମା ବୋଉଙ୍କ ହାତରେ ଧରେଇ ଦେଉଛନ୍ତି। ତଥାପି ତମେ କେବେ ପ୍ରତିବାଦ କରିନ। କିନ୍ତୁ ତାର ପ୍ରତିଦାନ କ'ଣ ତମକୁ ସେମାନେ କଥା କଥାରେ ପର ବୋଲି କହୁଛନ୍ତି, ଖାଇବାକୁ ଶାନ୍ତିରେ ଗଣ୍ଡେ ଦେଉନାହାନ୍ତି। ଭାଇ ସେଠି ବସି ମୋ କଥା ସବୁ ଶୁଣୁଥିଲେ। ଅପା, ଅମିତ ଆଉ ମୁଁ ଗୋଟେ ନିଷ୍ପତ୍ତି ନେଇଛୁ। ତମେ ମଧ୍ୟ ଆମ ସାଙ୍ଗେ ଏ ଘର ଛାଡ଼ିକି ଯିବ। ଅପା ଜିଭ କାମୁଡ଼ି ଦେଲେ। ଏଇ ତୁ କ'ଣ କହୁଛୁ? ମୁଁ ଠିକ୍ କହୁଛି ଅପା। ମୋର ଘର ଅଛି, ଆଉ ଗୋଟେ ଘର ଅମିତ ନିଜେ କରିଛନ୍ତି। ଆମେ ସେଠିକି ପଳେଇବା। ଅପା, ମୁଁ ଜାଣେ ବଡ଼ମାନଙ୍କ କଥା ସହିଯିବା ଭଲ, କିନ୍ତୁ ବଡ଼ମାନେ ଯଦି ସେମାନଙ୍କ ମର୍ଯ୍ୟାଦା ଭୁଲନ୍ତି, ତେବେ ସେମାନଙ୍କୁ ମଧ୍ୟ ଅନୁଭବ କରାଇବାକୁ ପଡ଼େ ଯେ ସେମାନେ ଭୁଲ କରୁଛନ୍ତି। ଅନ୍ୟାୟ ତମେ ଯେତେ ସହିବ, ସେମାନଙ୍କର ଅତ୍ୟାଚାର ସେତେ ଅଧିକ ବଢ଼ିବ। ଯଦି ସାମ୍ନାବାଲା ତମ ତ୍ୟାଗର ମୂଲ୍ୟ ବୁଝୁନି, ତେବେ ସେ ତ୍ୟାଗ ମୂଲ୍ୟହୀନ। ବେଳେବେଳେ ଯେସାକୁ ତେସା ନୀତି ପ୍ରୟୋଗ କରିବାକୁ ପଡ଼ିବ। ସବୁଠୁ ଖୁସିର କଥା, ମୋ କଥାରେ ଭାଇ ମଧ୍ୟ ସମର୍ଥନ ଜଣେଇଲେ। ମୁଁ କହିଲି, ଅପା, ତମର କ'ଣ ମୋ ଉପରେ ବିଶ୍ୱାସ ନାହିଁ? ଦେଖିବ ସବୁ ଠିକ୍ ହେଇଯିବ। ସେ ଘର ମୋର ନୁହଁ, ତମର। ତମେ ମୋତେ ଯେମିତି ଚଳେଇବ ମୁଁ ସେମିତି ଚଳିବି। ଭାଇ ମଧ୍ୟ ଅପାକୁ ବୁଝେଇଲେ। ଅପା ବହୁତ କଷ୍ଟରେ ମୋ ସାଙ୍ଗେ ଯିବାକୁ ବାହାରିଲେ। ଶାଶୁ ଆଉ ଶିଖା ବହୁତ ଖୁସି ଥିଲେ, କିନ୍ତୁ ମିଛରେ ସାହି ପଡ଼ିଶାରେ ବାହାନା କରିକି କେତେ କଥା ଦେଖେଇ ଶିଖେଇ କହିଲେ। ଆମେ ସେମାନଙ୍କ କଥାକୁ ଖାତିର ନ କରି ବାହାରିଗଲୁ। ତାପରେ ଆମେ ସେଠି ବହୁତ ଭଲରେ ରହିଲୁ। ଅପା ଏବେ ଟିକେ ଶାନ୍ତିରେ ନିଶ୍ୱାସ ନେଲେ। ଓମ୍ କହିଲା, ମମି, ସେଠି ମା ତ ମୁଁ ଗୋଟେ ଚକୋଲେଟ୍ ଖାଇଲେ ମୋତେ ଗାଳି କରୁଥିଲେ। ଆଉ ଖୁଡ଼ି କେତେ ଭଲ, ମୋ ପାଇଁ ସବୁ ଆଣି ଦେଉଛନ୍ତି।
ମୋତେ ଗାଳି କରୁନାହାନ୍ତି। ଆମେ ଏଠି ରହିବା, ଆଉ କେବେ ସେଠିକି ଯିବାନି। ମୁଁ ତ ଅପାଙ୍କ ସ୍ନେହ ପାଇ ବହୁତ ଖୁସି ଥିଲି, କିନ୍ତୁ ସେପଟେ ଶାଶୁଙ୍କର ପରିସ୍ଥିତି ଜଟିଳ ହେଲା। ଶିଖା କିଛି କାମ କରୁନଥିଲା। ଶାଶୁଙ୍କର ତ ଅଭ୍ୟାସ ଭାଙ୍ଗି ଯାଇଥିଲା। ସେ ଦିନ ରାତି ଶିଖାର ଇଚ୍ଛାକୁ ପୂରଣ କରି କରି ଥକି ଯାଇଥିଲେ। ଦିନେ ଶାଶୁମାଙ୍କ ଦେହ ବହୁତ ଖରାପ ହେଇଗଲା। ଶିଖାକୁ କାମ କରିବାକୁ ପଡ଼ିବ ବୋଲି ମାଆକୁ ସେଇ ଅବସ୍ଥାରେ ଛାଡ଼ି ପଳେଇଲା। ପାଣି ଗ୍ଲାସଟେ ମଧ୍ୟ ଦେଲାନି। ଶାଶୁ ଆମ ପାଖକୁ ଖବର ପଠେଇଲେ। ମୁଁ ଅପାଙ୍କୁ କିନ୍ତୁ ସେଠିକି ଯିବାକୁ ମନା କଲି। ଅମିତ ଯାଇ ବୋଉଙ୍କୁ ଆମ ପାଖକୁ ନେଇ ଆସିଲେ। କିଛି ଦିନ ପରେ ବୋଉଙ୍କ ସ୍ୱାସ୍ଥ୍ୟ ସୁଧୁରିଗଲା। ତାପରେ ବୋଉ ଅପା ଆଉ ମୋତେ ପାଖକୁ ଡାକିକି କରିଥିବା ଭୁଲ ପାଇଁ ଅନୁତାପ କଲେ। ଆମେ ମଧ୍ୟ ବୋଉଙ୍କୁ ସ୍ନେହରେ କୋଳେଇ ନେଲୁ। ବୋଉ ସେଦିନ ବହୁତ କାନ୍ଦିଲେ। ଠିକ୍ ସେ ସମୟରେ ଶିଖାର ଫୋନ୍ ଆସିଲା। ବୋଉ କହିଲେ, କିଲୋ ଆଜି ତୋର ମୋ କଥା କେମିତି ମନେ ପଡ଼ିଗଲା? ଶିଖା ଦୁନିଆ ବାହାନା କଲା। କାମ ଥିଲାଠୁ ଧରି କେତେ କ'ଣ। ଶାଶୁ କିନ୍ତୁ କିଛି ଶୁଣିଲେନି। କହିଲେ, ବୁଝିଲୁ, ଯେଉଁମାନଙ୍କୁ ପର ଝିଅ କହୁଥିଲି ତୋ କଥାରେ ପଡ଼ିକି, ସେମାନେ କିନ୍ତୁ ନିଜଠୁ ଅଧିକ ମୋର ସେବା କରିଛନ୍ତି। ମୁଁ ଭୁଲି ଯାଇଥିଲି। ଦିନେ ମୁଁ ଏଇ ଘରକୁ ବୋହୂ ହେଇ ଆସିଥିଲି, ଆଉ ଆଜି ସେମାନେ ଆସିଛନ୍ତି। ମୋର ହିଁ ଭୁଲ। ମୁଁ ତତେ ଉଚିତ ସଂସ୍କାର ଦେଇପାରିଲିନି, ଯାହା ପାଇଁ ତୁ ଆଜି ଏତେ ସ୍ୱାର୍ଥପର ହେଇଛୁ। ଶୁଣ, ତୁ ଏଥର ତୋ ଘର କଥା ନିଜେ ଚିନ୍ତା କର। ନିଜ ଘର କାମ ନିଜେ କରେ। ମୋ ବୋହୂମାନଙ୍କ ପାଖେ ସମୟ ନାହିଁ ତୋ ପାଇଁ। ଆଉ ମନେ ରଖ, ଘରର ଦୁଆର ତୋ ପାଇଁ ସବୁବେଳେ ଖୋଲା ଅଛି। କିନ୍ତୁ ଯଦି ଭାଉଜମାନଙ୍କୁ ସମ୍ମାନ ସ୍ନେହ ଦେବୁ, ତାହେଲେ। ଘର ଭଙ୍ଗା କଥା କହି ଯଦି ଘର ଭାଙ୍ଗିବାକୁ ଚେଷ୍ଟା କରିବୁ, ତାହେଲେ ତୋ ବିପକ୍ଷରେ ମୁଁ ହିଁ ପ୍ରଥମେ ଠିଆ ହେବି। ଶିଖା ଆଗରୁ କେବେ ମାଆର ଏତେ କଠୋର ଶବ୍ଦ ଶୁଣି ନଥିଲା। ସେ ମଧ୍ୟ ଏବେ ବୁଝି ସାରିଥିଲା ବୋଧେ ତା ଭୁଲ। ଚୁପ୍ ରହିଲା, ଆମମାନଙ୍କୁ କ୍ଷମା ମାଗିଲା। ତାପରେ ଆମେ ସବୁ ଫେରିଗଲୁ ଘରକୁ। ଘର ଏବେ ସ୍ୱର୍ଗ ପରି ଲାଗୁଥିଲା। ଶିଖା ମଧ୍ୟ ଆମ ସହ ସାନ ଭଉଣୀ ପରି ମିଶିକି ରହିଲା। ହଁ, ବୋହୂକୁ ପର ଝିଅ ଭାବନ୍ତୁନି, ସ୍ନେହ ଦିଅନ୍ତୁ, ସମ୍ମାନ ଦିଅନ୍ତୁ। ଧନ୍ୟବାଦ।